ବାଲେଶ୍ୱରରେ ଅନୁଷ୍ଠିତ ହେଲା ସଦର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ନିର୍ବାଚନୀ ସଭା। ଜନତାଙ୍କ ସହ ଛଳନା କରୁଥିବା ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କ ବିରୋଧରେ ବର୍ଷିଲେ ଶ୍ରୀ ପଣ୍ଡା। ଆଉ ଦିନକ ପରେ ଶେଷ ହେବ ନିର୍ବାଚନ ପ୍ରଚାର। ସବୁ ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ଅଭିଯାନ ବେଶ୍ ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ବାଲେଶ୍ୱର ପୌରାଞ୍ଚଳର 12 ନମ୍ବର ୱାର୍ଡରେ ଆୟୋଜିତ ଏକ ସଭାରେ ଶ୍ରୀ ପଣ୍ଡା ଯୋଗଦେଇ ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କ ବିରୋଧରେ ବର୍ଷିଥିଲେ। ଗତ ଉପନିର୍ବାଚନ ପରେ ସଦର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ଆଦୌ ହୋଇନଥିବାରୁ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କୁ ବିଜୟୀ କରାଇବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ। ବିଗତ 15 ବର୍ଷ ଧରି ସେ ସଦର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଯେଉଁ ଯେଉଁ କାର୍ଯ୍ୟ କରିଛନ୍ତି ସେଗୁଡ଼ିକର ସେ ପୂର୍ବରୁ ହିସାବ ରଖିଛନ୍ତି। ସଦର ବିଧାୟକଙ୍କ ସମେତ ନିର୍ବାଚନ ଲଢୁଥିବା ଅନ୍ୟ ସମସ୍ତ ପ୍ରାର୍ଥୀ ମଧ୍ୟ ଅନୁରୂପ ରିପୋର୍ଟ କାର୍ଡ ପ୍ରଦାନ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ। ନିର୍ବାଚନରେ ବିଜୟୀ ହେଲେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର, ପିଇବା ପାଣି, ଗମନାଗମନର ସୁବିଧା ସାଙ୍ଗକୁ କୃଷି, ଶିକ୍ଷା, ମହିଳାଙ୍କ ସୁରକ୍ଷା, ଦକ୍ଷତା ବିକାଶ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପ୍ରତି ସେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ପଣ୍ଡା ଘୋଷଣା କରିଥିଲେ। ଚଳିତ ନିର୍ବାଚନ ଜନସାଧାରଣଙ୍କ ନିର୍ବାଚନ ଓ ସେମାନେ ନିର୍ବାଚନ ଲଢୁଥିବା ପ୍ରକାଶ କରିବା ସହ ସେ କେବଳ ନିମିତ୍ତ ମାତ୍ର ବୋଲି ଶ୍ରୀ ପଣ୍ଡା କହିଥିଲେ। ମତେ ଘରୁ ଡାକି ପାରିବେ, ନିର୍ଦ୍ଦେଶ ଦେଇ ପାରିବେ, କଥା କହି ପାରିବେ, କିନ୍ତୁ ବାକି ଯୋଉମାନେ ବିଧାୟକ ପ୍ରାର୍ଥୀ ହେଇଛନ୍ତି ତାଙ୍କ ପାଖରେ ପହଞ୍ଚିବା ପାଇଁ ଆପଣ ଘଣ୍ଟା ଘଣ୍ଟା ଲାଗିବ। ଏବେ ଯିଏ ଏମଏଲଏ ଅଛନ୍ତି ମୁଁ ଯାହା ଶୁଣିଛି ତାଙ୍କୁ କୋଉ ଡାଇରେକ୍ଟ ସାକ୍ଷାତ ମିଳେନି। ଯଦି 12 ନମ୍ବର ୱାର୍ଡରେ କିଏ ଯିବ ମାନ୍ୟବର ବିଧାୟକ ପଚାରନ୍ତି ତୁ ଆକୁ ନେଇକିଆ, ତୁ ତାକୁ ନେଇକିଆ, କିନ୍ତୁ ଆମେ ଆପଣଙ୍କ ସାଙ୍ଗରେ ସିଧା ସଳଖ ଯୋଡ଼ିବା ପାଇଁ ଚାହୁଁଛୁ। ଗାଁର ପୁଅ ହିସାବରେ ଯେତେବେଳେ ଆପଣ ଆସିବେ, ଯୋଉ ସମୟରେ ଆସିବେ, ମୁଁ ଆପଣଙ୍କ ସହ ଠିଆ ବି ହେଉଛି ଆମର କାର୍ଯ୍ୟକ୍ରମ। ବିଜୁ ଜନତା ଦଳର ପ୍ରାର୍ଥୀ ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହେଁ, ବିଜୁ ଜନତା ଦଳର ପ୍ରାର୍ଥୀ ଏବେ 3 ନମ୍ବରରେ ଅଛନ୍ତି। ସେ ଆଉ କଣ୍ଟେଷ୍ଟରେ ନାହାନ୍ତି, ଆପଣ ବୁଝେଇ ଦିଅନ୍ତୁ। ଏବେ ଆମ ଲଢେଇ ହଉଛି ବିଜେପି ସାଙ୍ଗରେ। ଯୋଉ 2 ଦିନ ଅଛି ଏଠି ଯୋଉମାନେ ଅଛନ୍ତି 11 ଓ 12 ନମ୍ବର ୱାର୍ଡର ଭାଇ ଭଉଣୀ ମାନେ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ। हमको बीजेपी को भी हराइबा पाई पड़िबो। बीजेडी और बीजेपी ये होची गुट्टे मुद्रार 2टा पार्श्व। बीजेडी बीजेपी बीजेपी पीर जदि अधा काटी देबे ताले से डी हे जीवो। बीजेपी और बीजेडी समान। बीजेपी प्रार्थी विषय मु दीपद कहबा पाई चाहिबी, जेतु से तोर बापांक नार निर्वाचन लड़ुचंती। 2020 मसारे आमे समस्ते मंगू भाई के बहुत भल पाऊ। सी जड़े दरदी नेता थिले, समस्त नेता थिले। तांको पुओ हिसाब रे से निर्वाचन लड़िले 2020 मसीह एवं 4 वर्ष भितर सी भी मते कहतु जे गोटे आंदोलन से करिसंती 11 नंबर और 12 नंबर वार्ड रो भाई भौणी मानंको पाई गोटे फोटो देखांतु। जंती विधायक मध्य गोटे फोटो देखै परिबेनी। मानस दत्त को आह्वान करुची जे आपण बालेश्वर सहरवासी केते थर आंदोलन करिसंती। पीवा पानी ठू आरंभ करी रास्ता घाट पर्यंत आपण गोटे फोटो देखांतु। आम कार्यक्रम बड़ स्पष्ट। मु केबे निर्वाचन लड़िनी, प्रथम थर पर निर्वाचन लड़ुची, किंतु आपण ए बैनर को टिके देखंतु। पछरे जो बैनर लागिची ए बैनर को टिके देखंतु। बाकी बीजेडी और बीजेपी रो बैनर को देखंतु। एठी पाखा पाखी 5-6टा फोटो लगी। 15 वर्ष भितर आम जो कार्यक्रम करिचु तार प्रमाण आम देइचु। मु आह्वान करबा चाहिए, प्रश्न पचारबा चाहिए उभय स्वरूप दास और मानस दत्त को आपण बैनर रे गोटे फोटो लगांतु। आपण कौन करिसंती बालेश्वर पाई। मु तो स्पष्ट भाव आम लिखिचु 5टा फोटो। गोटे फोटो देखंतु ना, देखै पारिबे नाही बोले गोटे पटे नवीन बाबू का फोटो आ गोटे पटे नरेंद्र मोदी का फोटो। आम उभय को भल पाऊ, देशर प्रधानमंत्री आ राज्यर मुख्यमंत्री, किंतु बालेश्वर को प्रधानमंत्री और मुख्यमंत्री आसवे कि आसवे। एठी मानस दत्त और स्वरूप दास लड़ुचंती। निजर दक्षता नहीं बोली, निजर व्यक्तित्व नहीं बोली से माने तांको नारे भोट मागुचंती। आमे आम काम नारे भोट मागुछु।
ମୁଁ ପ୍ରଥମେ ଆରମ୍ଭ କରିବା ପାଇଁ ଚାହିଁବି 5ଟା ଗ୍ୟାରେଣ୍ଟି ଦଉଛି ପୁଅ ହିସାବରେ, ମାଟିର ପୁଅ ହିସାବରେ, ଗାଁର ପୁଅ ହିସାବରେ। ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ପଣ୍ଡା, ସୁଶାନ୍ତ ରଣା, ଅନିନ୍ଦ୍ୟ ପଣ୍ଡା ଓ ସାହେବା ଅକ୍ତର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।